ମୁଁ ତାଙ୍କର ଗତ 3 ମାସର ଯୋଉ ପରିବର୍ତ୍ତନଟା ଦେଖୁଛି ତାଙ୍କ ନାତି ଆସିଲା ପରଠୁ ବହୁତ ପରିବର୍ତ୍ତନ। କାହିଁକିନା ସେ ଯୋଉ ସ୍ୱପ୍ନ ଦେଖିକି ଅପେକ୍ଷାରେ ଥିଲେ ଦୁନିଆର ସବୁଠୁ ମୂଲ୍ୟବାନ ଗିଫ୍ଟ ଅଭିୟାନ ଯୋଉ ଆସିଛି ତାପରଠୁ ତାଙ୍କର ଗୋଟେ ଅଲଗା ମାନେ ମାନେ ଗୋଟେ ଚମକୁଛନ୍ତି ସେ। ଆମେ ସମସ୍ତେ ଯେବେ କୋଉ ବି ଜନ୍ମଦିନରେ ଆଶୀର୍ବାଦ ଦବା ପାଇଁ ଯାଉ, ଏଇ ଗୋଟିଏ ଜନ୍ମଦିନେ ସମସ୍ତେ ଆସନ୍ତି ଆଶୀର୍ବାଦ ନବା ପାଇଁ, ତାଙ୍କ ପାଦ ଧୂଳି ନବା ପାଇଁ, ତାଙ୍କୁ ଟିକେ ଦେଖି ନବା। ରହସ୍ୟ କିଛି ନାହିଁ, ଲିଙ୍ଗରାଜ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ, ତାଙ୍କ ଗୁରୁଜନ ମାନଙ୍କର ଆଶୀର୍ବାଦ, ଶ୍ରୀ ମହତାବଙ୍କର, ଶ୍ରୀ ବିଜୁ ପଟ୍ଟନାୟକଙ୍କର, ଏଇ ଦି ଜଣଙ୍କୁ ସେ ବହୁତ ମାନନ୍ତି। ଆଉ ଜାନକୀ ପଟ୍ଟନାୟକଙ୍କୁ ମାନନ୍ତି। ଆଉ ମୁଁ ଭାବୁଛି ଗୁରୁଜନକୁ ସେ ଏତେ ସ୍ମରଣ କରନ୍ତି ଯେ ଆପଣ ଜାଣିଛନ୍ତି ଶ୍ରୀ ମହତାବଙ୍କର ଉତ୍ସବଟା ସେ କେମିତି ବନାନ୍ତି। ତା ଦେହକୁ ଲିଙ୍ଗରାଜଙ୍କର କେମିତି ସେବକ ସିଏ, ତାଙ୍କ ମାନେ ବଡ଼ ସେବକ ମୁଁ ତ ଜାଣିନି ପ୍ରାକ୍ଟିକାଲ ଲାଇଫରେ। ସେ ମନ୍ଦିରରେ ପୂଜା ସେବକ ଅଲଗା କଥା, ସେବାୟତ ସେବକ, କିନ୍ତୁ ଏମିତି ପ୍ରାକ୍ଟିକାଲି ପ୍ରକୃତରେ କରିବା ସେବାୟତ ପରିବାର ନ ହେଇକି ଆଙ୍କଠୁ ପରମ ଭକ୍ତ ଆଉ କେହି ନାହାନ୍ତି। ଶ୍ରୀ ଜଗନ୍ନାଥଙ୍କ ସମୟରେ ସେ କେମିତି ମନ ଦୁଃଖ କରନ୍ତି ଯେତେବେଳେ ରଥରେ କିଛି ଅସୁବିଧା ହେଇଯାଏ କି ଯାତ୍ରାରେ କିଛି ଅସୁବିଧା ହେଇଯାଏ, ଆଉ କେମିତି ସେ ଯାଇକି ଯୋଗ ଦିଅନ୍ତି। ଆଉ ତାପରେ ତାଙ୍କର ନିଜର ଲାଇଫର ଡିସିପ୍ଲିନ ଅଛି, ତାଙ୍କ ଖାଇବାରେ ଡିସିପ୍ଲିନ ଅଛି, ଲୋକଙ୍କର ବହୁତ ଆଶୀର୍ବାଦ ଅଛି ଅଞ୍ଚଳବାସୀଙ୍କର। ଆଉ ଏଇ ଯୋଉ ଆପଣ ଦେଖୁଛନ୍ତି ସବୁ ବର୍ଷ ଆମେ ଆସୁଛେ ଜନ୍ମଦିନରେ ଆଶୀର୍ବାଦ ଦବା ପାଇଁ ଆସୁ। ଆମେ ସମସ୍ତେ ଯେବେ କୋଉ ବି ଜନ୍ମଦିନରେ ଆଶୀର୍ବାଦ ଦବା ପାଇଁ ଯାଉ, ଏଇ ଗୋଟିଏ ଜନ୍ମଦିନେ ସମସ୍ତେ ଆସନ୍ତି ଆଶୀର୍ବାଦ ନବା ପାଇଁ, ତାଙ୍କ ପାଦ ଧୂଳି ନବା ପାଇଁ, ତାଙ୍କୁ ଟିକେ ଦେଖି ନବା। ଆଉ ଏ ବୟସରେ ଏତେ ଶକ୍ତି ଏତେ ମନୋବଳ କୋଉଠୁ ଆସିଛି, ସେଇଆକୁ ନେଇକି ଆଶ୍ଚର୍ଯ୍ୟ ହଉ। ଆଉ ସମସ୍ତେ ଏଇ ଗୋଟିଏ ପ୍ରାର୍ଥନା କରନ୍ତି ଯେ ସବୁବେଳେ ପାଇଁ ଆମ ସାଥିରେ ଥାନ୍ତି। ତ ତାଙ୍କ ସ୍ୱାସ୍ଥ୍ୟ ଗତ ବର୍ଷ ଅପେକ୍ଷା କେତେ ମାନେ ସୁଧୁରି ଯାଇଛି, ଆପଣ ଆଶ୍ଚର୍ଯ୍ୟ ହେବେନି। କାହିଁକିନା ସେ ଯୋଉ ସ୍ୱପ୍ନ ଦେଖିକି ଅପେକ୍ଷାରେ ଥିଲେ ଦୁନିଆର ସବୁଠୁ ମୂଲ୍ୟବାନ ଗିଫ୍ଟ ଅଭିୟାନ ଯୋଉ ଆସିଛି ତାପରଠୁ ତାଙ୍କର ଗୋଟେ ଅଲଗା ମାନେ ଗୋଟେ ଚମକୁଛନ୍ତି ସେ, ଊର୍ଜାରେ ଭର୍ତ୍ତି ହେଇଯାଇଛନ୍ତି। ତାଙ୍କର ବହୁତ ଇଚ୍ଛା ଯେ ସେ ଆଗକୁ ବଢନ୍ତୁ, ମାନେ ବହୁତ ଦିନ ବଞ୍ଚନ୍ତୁ, ଅଭିୟାନକୁ ବଢୁଥିବାର ଦେଖନ୍ତୁ। ତ ଏଇଟା ଗୋଟେ ତାଙ୍କର ସବୁଠୁ ପ୍ରମୁଖ ରହସ୍ୟ ଏବେ ହଉଛି ଅଭିୟାନ ତାଙ୍କ ଜୀବନରେ ଆସିଛି। ତାକୁ ଦେଖିଦେଲେ ଆପଣ ଦେଖିବେ ଯେ କେମିତି ସେ ତାଙ୍କ ଭିତରେ ଖୁସି ଉଲ୍ଲାସ ହଉଛି। ଏଠି ମୁଣ୍ଡିଆ ପଖାଳ ଖାଇବା ତ ଡିସିପ୍ଲିନ ତାଙ୍କର ଅଛି ହିଁ। ଆଉ ଆସୁନାହାନ୍ତି, ଖାଇବା ଡିସିପ୍ଲିନ ବହୁତ ଅଛି, ଲୋକଙ୍କ ଆଶୀର୍ବାଦ ଅଛି, 24 ଘଣ୍ଟା କାମ କରୁଥିବାର ଆଶୀର୍ବାଦ ଅଛି। ଆଉ ମୁଁ ତାଙ୍କର ଗତ 3 ମାସର ଯୋଉ ପରିବର୍ତ୍ତନଟା ଦେଖୁଛି ତାଙ୍କ ନାତି ଆସିଲା ପରଠୁ ବହୁତ ପରିବର୍ତ୍ତନ। ହୁଅନ୍ତି ରାଗି ଯାଆନ୍ତି, ସେଇଟା ସେ କେବେ ରାଗନ୍ତିନି। ରାଗ ତାଙ୍କର ଖାଲି ମାନେ କଣ୍ଠରୁ ଆସିଥିବ, ତା ତଳକୁ ରାଗ ନାହିଁ, ହୃଦୟରେ ସେ କାହା ଉପରେ ରାଗନ୍ତିନି। ସେ ତାଙ୍କ ଆପଣ ଯଦି ଭାବୁଛନ୍ତି ତାଙ୍କ ଗାଳି ଶୁଣିବାକୁ କି ତାଙ୍କ ରାଗ ଶୁଣିବାକୁ ଯଦି ସେ ଆସିଥାନ୍ତି, ସିଏ ଅଛନ୍ତି ଆପଣ ତ ସିଏ ଆମେ ସବୁ ଅପେକ୍ଷାରେ ଥାଉ ଯେ ତାଙ୍କ ଗାଳି କେବେ ପଡିବ। ଯୋଉଦିନ ଆପଣ ଦେଖିବେ ସେ ସାଇଲେଣ୍ଟ ହେଇଗଲେଣି, ଗାଳି ଦଉଛନ୍ତି, ତାହେଲେ ଅଲଗା କଣ ସମସ୍ୟା ହେଇଗଲା। ସିଏ ତାଙ୍କର ମନ ଦୁଃଖ ମାନେ ଆଉ କିଛି ସମସ୍ୟା ଥିବ। ଯଦି ତାଙ୍କ ନର୍ମାଲ ରୂପ ହଉଛି ସେଇଟା, ଆଉ ଯୋଉଦିନ ତାଙ୍କୁ ସେମିତି ନ ଦେଖିବେ ତାହେଲେ ଭାବି ନେବେ ଯେ ସେ ଅଲଗା କୋଉ ଚିନ୍ତାରେ ଅଛନ୍ତି। ତ ଆଜି ସକାଳୁ ହିଁ ଗାଳି ପଡିଲାଣି ସମସ୍ତଙ୍କ ଉପରେ, ତ ସମସ୍ତେ ଭାରି ଖୁସି, ଅତ୍ୟନ୍ତ ଖୁସି। ଆମେ ଆଶା କରିବା ସମସ୍ତେ ରୁହନ୍ତୁ, ଆମେ କେବେ ଭାବିବାନି କିଏ ପଳାନ୍ତୁ, କିନ୍ତୁ ଇଏ ଲୋକ ଗୋଟେ ନିଆରା ଲୋକ, ତାଙ୍କ ପଛରେ ଆଶୀର୍ବାଦ ହିଁ ଆଶୀର୍ବାଦ ଅଛି, ଲୋକଙ୍କର ମାନେ ଭକ୍ତି ଅଛି, ଭଲ ପାଆନ୍ତି ତାଙ୍କୁ ଭଗବାନ ଭଳି। ସେ ନିଜେ ଭଗବାନଙ୍କୁ ବହୁତ ମାନନ୍ତି, ନିଜ ଲାଇଫରେ ଡିସିପ୍ଲିନ ରଖିଛନ୍ତି, କାହାକୁ ଛୋଟ ବଡ ମାନନ୍ତିନି, ଜାତିବାଦୀ ଦେଖନ୍ତିନି, ଧର୍ମ କିଛି ଦେଖନ୍ତିନି, ସମସ୍ତଙ୍କୁ ସମାନ ଦେଖନ୍ତି। ଗୋଟିଏ ଦିନ ନୁହଁ କି ଗୋଟେ 5 ବର୍ଷ ନୁହଁ କି 10 ବର୍ଷ ନୁହଁ ଖାଲି ଭୋଟ ପାଇଲା ଭଳିଆ ନୁହଁ, 60 ବର୍ଷ ପାଖାପାଖି ହେଲାଣି ଏଇ ଗୋଟିଏ କର୍ମ ତାଙ୍କର, ସମସ୍ତଙ୍କର ସେବା। ତ ମୁଁ ଭାବୁଛି ସେଇଟା ତାର ଫଳସ୍ୱରୂପ ଏଇଟା ଯେ ତାଙ୍କୁ ଆୟୁରେ ମିଳୁଛି, ସ୍ୱାସ୍ଥ୍ୟରେ ମିଳୁଛି, ମାନେ କର୍ମରେ ମିଳୁଛି, ଆଉ ପରିବାରରେ ମିଳୁଛି। ସବୁ ଯୋଉ ଆପଣ ସବୁ ଯୋଡ଼ିଦେବେ ଯଦି ସବୁ ଠାକୁରଙ୍କ ଆଶୀର୍ବାଦ। जदि आपंक आम भिडी भल लगा तेब आम चैनल को लाइक शेयर सब्सक्राइब करने को जमा भी भूलु नहीं।